ବାରମଞ୍ଚା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ଉତ୍ସବରେ ଯୋଗ ଦେଲେ ବିଧାୟକ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଟାଙ୍ଗିରି ଗ୍ରାମ ପଞ୍ଚାୟତର ବାରମଞ୍ଚା ଗ୍ରାମ ଖେଳ ପଡ଼ିଆରେ ବାରମଞ୍ଚା କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଦଳ ଭାଗ ନେଇଥିବା ବେଳେ ବାରମଞ୍ଚା କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ସତ୍ୟ ଶାନ୍ତି କ୍ଲବ ସଦସ୍ୟଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଗତ 8 ତାରିଖରୁ ଏହି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ର ଉଦ୍ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ସମିତି ସଭ୍ୟ ମହେଶ୍ୱର ମାଝୀ, ଶିମିଳିପାଳ ପଞ୍ଚାୟତର ସରପଞ୍ଚ ଗିରୀଶ ଚନ୍ଦ୍ର ପ୍ରଧାନ, ରାକେଶ ନାଥ, ଜିଲ୍ଲା ପରିଷଦ ସଭ୍ୟ ନଗେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଟାଙ୍ଗିରି ସରପଞ୍ଚ ଅମରେଶ ନାଥ ସତ୍ୟ ଶାନ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ଇମେଜ 11 ଭଦ୍ରକକୁ ପୁରସ୍କୃତ କରିଥିବା ବେଳେ ରନର୍ସ ଅଫ୍ ଲୁଟୁ ୱାରିୟର୍ସକୁ ଜିଲ୍ଲା ପରିଷଦ ସଭ୍ୟ ନଗେନ୍ଦ୍ର କୁମାର ପ୍ରଧାନ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ।